ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ଅରାଜକତା ଚରମସୀମାରେ ପହଞ୍ଚିଲାଣି। ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚିତ ପ୍ରତିନିଧିକୁ ଅଣଦେଖା କରି କ୍ଷମତାର ଅପବ୍ୟବହାର କରିବା ଘଟଣା ଏବେ କୋଦଳା ଏନ୍ଏସିରେ ଦେଖିବାକୁ ମିଳିଛି। ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ସରକାରଙ୍କ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସମଗ୍ର ଭାରତବର୍ଷରେ ସ୍କୁଲ କଲେଜ ବ୍ଲକ ଓ ଏନ୍ଏସି ସମେତ ବହୁ ଜାଗାରେ ବେଶ୍ ଧୁମଧାମରେ ପାଳନ କରାଯାଉଛି। ହେଲେ ଜଣେ କାଉନସିଲରଙ୍କୁ ନିମନ୍ତ୍ରଣ ନଥିବା ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ଯାହା କୁହାଯାଉଛି ବିଗତ ଦିନରେ କୋଦଳା ଏନ୍ଏସିରେ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ଜେଇ ଦୀପିକା ବେହେରାଙ୍କ ଦ୍ୱାରା ହୋଇଥିବା ମହାଦୁର୍ନୀତି ପଦାରେ ପକାଇବା ସହ ତଦନ୍ତ ଦାବି କରିଥିବା କାଉନସିଲର ଭଗବାନ ପାଢ଼ୀଙ୍କୁ ନିମନ୍ତ୍ରଣ ନଥିବା ଜଣାଯାଇଛି। କାହିଁକି ଜଣେ ଜନପ୍ରତିନିଧିଙ୍କୁ ଅଣଦେଖା କରିବା କାରଣ କ'ଣ ହୋଇପାରେ? ନା କାହା ଚାପରେ ରହୁଛନ୍ତି କି କାର୍ଯ୍ୟନିର୍ବାହୀ ଅଧିକାରୀ, ନା ସତ୍ୟ ଘଟଣା ପଦାକୁ ଆସିଲା ପରେ କୋଦଳା ଏନ୍ଏସିରୁ ବାସନ୍ଦ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ହେଲେ ସରକାରୀ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିକୁ ଅଣଦେଖା କରିବା ଘଟଣାକୁ ନେଇ କୋଦଳା ଅଞ୍ଚଳରେ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ରିପୋର୍ଟ ଆୱାଜ ଓଡ଼ିଶା।